ଶୃଙ୍ଖଳିତ କିଛି ଅପ୍ରୀତିକର ପରିସ୍ଥିତି ନାହିଁ। ତୁମେ କାହିଁ ଭାବୁଛ ଯେ ଅପ୍ରୀତିକର ପରିସ୍ଥିତି? ମୋ ରଥଯାତ୍ରା ହବ, ବୁଝିଲ ନା? ମୋ ରଥ ଗଡ଼ିବ, ମୋ ରଥ ଯିବ, ମୁଁ ରଥର ମାଲିକ, ବୁଝିଲ ନା? ରଥ ମୁଁ କରିଛି, ମୁଁ ଯିବି ମୋ ମାଉସୀ ଘରକୁ। ମତେ କିଏ କିଏ ସେ ଭାବରେ କହିବ? କେହି କିଛି କହିପାରିବେ। ସେଇଟା କଣ କିଏ କହିପାରିବ? ଏନେ ଗୋଟେ ରଥ ଓଲଟି ପଡ଼ିବ, ଯାହା ନିର୍ଦ୍ଦେଶ ସିଆଡୁ ହଉଛି, କାର୍ଯ୍ୟ ଠିକ ସେୟା ଚାଲିଛି। ଆମେ ଏତେ କଥା ଭାବିବା ଦରକାର ନାହିଁ। ବଳଭଦ୍ର ତ ଜାଣିଲ ପଡ଼ିଲେ, ତାଙ୍କ କଥା କିଛି କଣ ହେଲା? କିଛି ନାହିଁ, ଚୁପ୍। ତାକୁ ଯେତେବେଳେ ମୁଁ ଅଣ୍ଟିରେ ପୁରେଇ ଦେବି, ଆଉ ଅନେକ ଜିନିଷ ବାହାରିଯିବ ବାହାର। ବୁଝ, ବହୁତ ବଡ଼ ଗହନ କଥା ଅଛି, ଆଉ ତା ଭିତରେ ପଶିବା ଦରକାର ନାହିଁ। ସେ ଇସ୍କନ ବାଲାଙ୍କ ସାଙ୍ଗରେ ବି ଲାଗିବା ଦରକାର ନାହିଁ। ଇସ୍କନ ବାଲା ମନକୁ ଉଡ଼ିଯିବେ, ସାପ ହେଇଯିବେ। ସେ ସିଆଡ଼େ ସେଠେ ଏଇ ଦିନ ଯୁଦ୍ଧ ପରିସ୍ଥିତି ଦେଖୁନ, ଇସ୍କନ ବାଲା କୁଆଡ଼େ ଯାଉଛନ୍ତି, କେତେ ବାଟ ଯାଉଛନ୍ତି। ଦେଖନ୍ତୁ ଇସ୍କନ ବାଲା ଏଠି ରଥ ଗଡ଼ିକି ନିଅନ୍ତୁ, ବର୍ତ୍ତମାନ କଣ ତାଙ୍କ ପରିସ୍ଥିତି ଆସି ପହଞ୍ଚିବ? କିଛି ନାହିଁ। ସେ ପରିସ୍ଥିତି ଭିତରେ ସିଏ ଯୋଉ ଭିତର କାଠ ଭିତରେ ପୁରା ଚାବି ପକେଇକି ରହିଲେ, କାହାକୁ ଛାଡ଼ିଲେନି, ସିଏ ବର୍ତ୍ତମାନ ଆରାମରେ ବର୍ତ୍ତମାନ ରେଡ଼ି। ସିଏ କହିଲେ ବର୍ତ୍ତମାନ ମୋ ଜାଗାରେ ମୁଁ ରହିଛି, ମୋ କମ୍ପାର୍ଟମେଣ୍ଟ ଭିତରେ ମୁଁ। ଏଇ ଯୋଉ ଘେରଟା ବୁଲିଛି ଚାରିପଟା ବର୍ତ୍ତମାନ ପ୍ରକଳ୍ପ, ସିଏ ହଉଛି ମୋର ବର୍ତ୍ତମାନ ଗୋଟେ ରକ୍ଷା କବଚ, ସୁରକ୍ଷା କବଚ ବ୍ୟବସ୍ଥା ହେଇଛି। ଆଉ କଣ? ସବୁ ତ ଗୋଳମାଳ। କୋଉଟା ଖରା ଅଛି କହିଲ? ବର୍ତ୍ତମାନ ଗୋଟେ ଦିନ ରାତି ସିଏ ଖାଲି ଗୋଟେ ଚନ୍ଦନ ଯାତ୍ରା, ସବୁ ଜିନିଷ ନଚର କରିବ। ଗୋଟେ ଚନ୍ଦନ ଯାତ୍ରାରେ ଠାକୁର ଯାଉଛନ୍ତି, ଠାକୁରଙ୍କର ସ୍ୱତନ୍ତ୍ର ବାଜା, ଠାକୁରଙ୍କର ସ୍ୱତନ୍ତ୍ର ଚାଲି, ଠାକୁରଙ୍କର ସ୍ୱତନ୍ତ୍ର ଶବ୍ଦ ସାଉଣ୍ଡ। ସେ ଗୋଟେ ଗୀତ ଧୀରେ ବର୍ତ୍ତମାନ ଚାଲିଲା, କଣ ହବ? ସେ ଗୀତ କେମିତି କୁଆଡ଼େ ଯିବ? ସେ ଗୋଟେ ଦିନ ରାତି ଖାଲି ମାନେ କହିବାରେ, ମାନେ ପୁରା ବକ୍ତୃତା ଦେବାରେ କଥା। ହେ କୃଷ୍ଣ ଯାଇଥିଲେ, କୃଷ୍ଣ କଲେ, କୃଷ୍ଣ ନାଚିଲେ, କୃଷ୍ଣ ଡେଇଁଲେ, କୃଷ୍ଣ ଅମୁକ କଲେ, ଏମିତି ନଦୀରେ ପାଣି ଥିଲା, ସେ ଏମିତି। ଆରେ କିଏ କି ତମକୁ ପଚାରୁଛି ସେଗୁଡ଼ାକ? ସେ ତ ଯୁଗ ଯୁଗ ଧରିକି ଚାଲିଥିଲା। ତେବେ ଯୁଗ ଯଦି ଡେଭଲପ କରିକି ଆସୁଛ, ସେମିତି ଡେଭଲପ କରିକିରି ବର୍ତ୍ତମାନ ସେ ଇସ୍କନ ବାଲା ତାଙ୍କ ଜଗନ୍ନାଥ ରଥରେ ବସେଇ ନେଇକି ଯାଉଛନ୍ତି।